आपणଙ୍କୁ ଇ ପାୱାର ବୁଷ୍ଟର ଚ୍ୟାନେଲରେ ସ୍ୱାଗତ। ଆଜି ଆମେ ଇଜ୍ ଆର ବ୍ୟବହାର ଶିଖିବା। ମନେ ରଖନ୍ତୁ, ହି, ସି, ଇଟ୍, ଦ୍ୟାଟ୍, ଦିସ୍ ସହିତ ଇଜ୍ର ବ୍ୟବହାର ହୋଇଥାଏ। ଆଇ ପାଖରେ ଏମ୍ର ବ୍ୟବହାର ହୋଇଥାଏ। ସେହିପରି ୱି, ୟୁ, ଦେ, ଦିଜ୍, ଦୋଜ୍ ସହିତ ଆର ବ୍ୟବହାର ହୋଇଥାଏ। ତୁମେ ଗୋଟେ ହିରୋ, ୟୁ ଆର୍ ଏ ହିରୋ। ସେ ଗୋଟେ ଅଳସୁଆ, ହି ଇଜ୍ ଲେଜି। ସେ ଜଣେ ଛାତ୍ର ଅଟେ, ହି ଇଜ୍ ଏ ଷ୍ଟୁଡେଣ୍ଟ। ସେ ଜଣେ ଝିଅ ଅଟେ, ସି ଇଜ୍ ଏ ଗାର୍ଲ। ସେ ଜଣେ ପୁଅ ଅଟେ, ହି ଇଜ୍ ଏ ବୟ। ଯଦି କୌଣସି ଝିଅ ହୋଇଥାଏ ତେବେ ତା ପାଖରେ ଆମେ ସିର ବ୍ୟବହାର କରିଥାଉଁ। ଯଦି କୌଣସି ପୁଅ ହୋଇଥାଏ ତେବେ ତା ପାଖରେ ଆମେ ହିର ବ୍ୟବହାର କରିଥାଉଁ। ସରିତା ଜଣେ ଗାୟିକା, ସରିତା ଇଜ୍ ଏ ସିଙ୍ଗର। ସୁଦାନ ଜଣେ ଡ୍ୟାନ୍ସର, ସୁଦାନ ଇଜ୍ ଏ ଡ୍ୟାନ୍ସର। ମୁଁ ଜଣେ ଶିକ୍ଷକ, ଆଇ ଆମ୍ ଏ ଟିଚର। ମୋ ବାପା ଜଣେ ଡାକ୍ତର, ମାଇ ଫାଦର ଇଜ୍ ଏ ଡକ୍ଟର। ଏହି ବାକ୍ୟଗୁଡ଼ିକ ସହିତ ନଟ୍ର ବ୍ୟବହାର କରିବା। ତୁମେ ଗୋଟେ ହିରୋ ନୁହଁ, ୟୁ ଆର୍ ନଟ୍ ଏ ହିରୋ। ସେ ଗୋଟେ ଅଳସୁଆ ନୁହେଁ, ହି ଇଜ୍ ନଟ୍ ଲେଜି। ସେ ଜଣେ ଛାତ୍ର ନୁହଁ, ହି ଇଜ୍ ନଟ୍ ଏ ଷ୍ଟୁଡେଣ୍ଟ। ସେ ଜଣେ ଝିଅ ନୁହଁ, ସି ଇଜ୍ ନଟ୍ ଏ ଗାର୍ଲ। ସେ ଜଣେ ପୁଅ ନୁହଁ, ହି ଇଜ୍ ନଟ୍ ଏ ବୟ। ସରିତା ଜଣେ ଗାୟିକା ନୁହଁ, ସରିତା ଇଜ୍ ନଟ୍ ଏ ସିଙ୍ଗର। ସୁଦାନ ଜଣେ ଡ୍ୟାନ୍ସର ନୁହଁ, ସୁଦାନ ଇଜ୍ ନଟ୍ ଏ ଡ୍ୟାନ୍ସର। ମୁଁ ଜଣେ ଶିକ୍ଷକ ନୁହଁ, ଆଇ ଆମ୍ ନଟ୍ ଏ ଟିଚର। ମୋ ବାପା ଜଣେ ଡାକ୍ତର ନୁହଁ, ମାଇ ଫାଦର ଇଜ୍ ନଟ୍ ଏ ଡକ୍ଟର। ବର୍ତ୍ତମାନ ଏହି ବାକ୍ୟଗୁଡ଼ିକୁ ପ୍ରଶ୍ନବାଚକ ବାକ୍ୟରେ ପରିଣତ କରିବା। ପ୍ରଶ୍ନବାଚକ ବାକ୍ୟରେ ଇଜ୍ ଏବଂ ଆର୍ ବାକ୍ୟର ପ୍ରଥମେ ବ୍ୟବହାର ହୋଇଥାଏ। ତୁମେ ଗୋଟେ ହିରୋ କି, ଆର୍ ୟୁ ଏ ହିରୋ। ସେ ଗୋଟେ ଅଳସୁଆ କି, ଇଜ୍ ହି ଲେଜି। ସେ ଜଣେ ଛାତ୍ର କି, ଇଜ୍ ହି ଏ ଷ୍ଟୁଡେଣ୍ଟ। ସେ ଜଣେ ଝିଅ କି, ଇଜ୍ ସି ଏ ଗାର୍ଲ। ସେ ଜଣେ ପୁଅ କି, ଇଜ୍ ହି ଏ ବୟ। ସରିତା ଜଣେ ଗାୟିକା କି, ଇଜ୍ ସରିତା ଏ ସିଙ୍ଗର। ସୁଦାନ ଜଣେ ଡ୍ୟାନ୍ସର କି, ଇଜ୍ ସୁଦାନ ଏ ଡ୍ୟାନ୍ସର। ମୁଁ ଜଣେ ଶିକ୍ଷକ କି, ଏମ୍ ଆଇ ଏ ଟିଚର। ମୋ ବାପା ଜଣେ ଡାକ୍ତର କି, ଇଜ୍ ମାଇ ଫାଦର ଏ ଡକ୍ଟର। ବର୍ତ୍ତମାନ ପ୍ରଶ୍ନବାଚକ ବାକ୍ୟଗୁଡ଼ିକ ସହିତ ନଟ୍ର ବ୍ୟବହାର କରିବା। ତୁମେ ଗୋଟେ ହିରୋ ନୁହଁ କି, ଆର୍ ୟୁ ନଟ୍ ଏ ହିରୋ। ସେ ଗୋଟେ ଅଳସୁଆ ନୁହଁ କି, ଇଜ୍ ହି ନଟ୍ ଲେଜି। ସେ ଜଣେ ଛାତ୍ର ନୁହଁ କି, ଇଜ୍ ହି ନଟ୍ ଏ ଷ୍ଟୁଡେଣ୍ଟ। ସେ ଜଣେ ଝିଅ ନୁହଁ କି, ଇଜ୍ ସି ନଟ୍ ଏ ଗାର୍ଲ। ସେ ଜଣେ ପୁଅ ନୁହଁ କି, ଇଜ୍ ହି ନଟ୍ ଏ ବୟ। ସରିତା ଜଣେ ଗାୟିକା ନୁହଁ କି,
ଇଜ୍ ସରିତା ନଟ୍ ଏ ସିଙ୍ଗର। ସୁଦାନ ଜଣେ ଡ୍ୟାନ୍ସର ନୁହଁ କି? ଇଜ୍ ସୁଦାନ ନଟ୍ ଏ ଡ୍ୟାନ୍ସର। ମୁଁ ଜଣେ ଶିକ୍ଷକ ନୁହେଁ କି? ଏମ୍ ଆଇ ନଟ୍ ଏ ଟିଚର। ମୋ ବାପା ଜଣେ ଡାକ୍ତର ନୁହଁ କି? ଇଜ୍ ମାଇ ଫାଦର ନଟ୍ ଏ ଡକ୍ଟର। ଆମ୍ଭେମାନେ ପୁଅ ଅଟୁଁ। वी आर बॉयज। तुम्हेମାନେ ଝିଅ ଅଟ। यू आर गर्ल्स। ସେମାନେ ଶିକ୍ଷକ ଅଟନ୍ତି। दे आर टीचर्स। ମୁଁ ଜଣେ କୃଷକ ଅଟେ। आई एम ए फार्मर। ତୁମେ ଜଣେ ଖେଳାଳି ଅଟ। यू आर ए प्लेयर। ଆମ୍ଭେମାନେ ଛାତ୍ର ଅଟୁଁ। वी आर स्टूडेंट्स। तुम्हेମାନେ କୃଷକ ଅଟ। यू आर फार्मर्स। ରାମ ଗୋଟେ ଫୁଟବଲ ଖେଳାଳି। ରାମ ଇଜ୍ ଏ ଫୁଟବଲ ପ୍ଲେୟର। ପୂଜା ଜଣେ ଡ୍ୟାନ୍ସର ଅଟେ। ପୂଜା ଇଜ୍ ଏ ଡ୍ୟାନ୍ସର। ବର୍ତ୍ତମାନ ଏହି ବାକ୍ୟ ଗୁଡ଼ିକ ସହିତ ନଟ୍ର ବ୍ୟବହାର କରିବା। ଆମ୍ଭେମାନେ ପୁଅ ନୁହଁ। वी आर नॉट बॉयज। तुम्हेମାନେ ଝିଅ ନୁହଁ। यू आर नॉट गर्ल्स। ସେମାନେ ଶିକ୍ଷକ ନୁହନ୍ତି। दे आर नॉट टीचर्स। ମୁଁ ଜଣେ କୃଷକ ନୁହେଁ। आई एम नॉट ए फार्मर। ତୁମେ ଜଣେ ଖେଳାଳି ନୁହଁ। यू आर नॉट ए प्लेयर। ଆମେମାନେ ଛାତ୍ର ନୁହଁ। वी आर नॉट स्टूडेंट्स। ତୁମ୍ଭେମାନେ କୃଷକ ନୁହଁ। यू आर नॉट फार्मर्स। ରାମ ଗୋଟେ ଫୁଟବଲ ଖେଳାଳି ନୁହେଁ। ରାମ ଇଜ୍ ନଟ୍ ଏ ଫୁଟବଲ ପ୍ଲେୟର। ପୂଜା ଜଣେ ଡ୍ୟାନ୍ସର ନୁହେଁ। ପୂଜା ଇଜ୍ ନଟ୍ ଏ ଡ୍ୟାନ୍ସର। ବର୍ତ୍ତମାନ ଏହି ବାକ୍ୟ ଗୁଡ଼ିକୁ ପୁଣି ଥରେ ପ୍ରଶ୍ନବାଚକ ବାକ୍ୟରେ ପରିଣତ କରିବା। ଆମ୍ଭେମାନେ ପୁଅ କି? ଆର୍ वी ବଏଜ୍। ତୁମ୍ଭେମାନେ ବା ତୁମେମାନେ ଝିଅ ଅଟ କି? ଆର୍ ୟୁ ଗାର୍ଲସ। ସେମାନେ ଶିକ୍ଷକ ଅଟନ୍ତି କି? ଆର୍ ଦେ ଟିଚର୍ସ। ମୁଁ ଜଣେ କୃଷକ ଅଟେ କି? ଏମ୍ ଆଇ ଏ फार्मर। ତୁମେ ଜଣେ ଖେଳାଳି କି? ଆର୍ ୟୁ ଏ ପ୍ଲେୟର। ଆମେମାନେ ଛାତ୍ର କି? ଆର୍ वी ଷ୍ଟୁଡେଣ୍ଟସ୍। ତୁମ୍ଭେମାନେ କୃଷକ କି? ଆର୍ ୟୁ ଫାର୍ମର୍ସ। ରାମ ଗୋଟେ ଫୁଟବଲ ଖେଳାଳି କି? ଇଜ୍ ରାମ ଏ ଫୁଟବଲ ପ୍ଲେୟର। ପୂଜା ଜଣେ ଡ୍ୟାନ୍ସର ଅଟେ କି? ଇଜ୍ ପୂଜା ଏ ଡ୍ୟାନ୍ସର। ବର୍ତ୍ତମାନ ଏହି ପ୍ରଶ୍ନବାଚକ ବାକ୍ୟ ଗୁଡ଼ିକ ସହିତ ନଟ୍ର ବ୍ୟବହାର କରିବା। ଆମ୍ଭେମାନେ ପୁଅ ନୁହଁ କି? ଆର୍ वी नॉट बॉयज। ତୁମ୍ଭେମାନେ ଝିଅ ନୁହଁ କି? ଆର୍ ୟୁ ନଟ୍ ଗାର୍ଲସ। ସେମାନେ ଶିକ୍ଷକ ନୁହଁ କି? ଆର୍ ଦେ ନଟ୍ ଟିଚର୍ସ। ମୁଁ ଜଣେ କୃଷକ ନୁହଁ କି? एम आई नॉट ए फार्मर। ତୁମେ ଜଣେ ଖେଳାଳି ନୁହଁ କି? ଆର୍ ୟୁ ନଟ୍ ଏ ପ୍ଲେୟର। ଆମ୍ଭେମାନେ ଛାତ୍ର ନୁହଁ କି? ଆର୍ वी ନଟ୍ ଷ୍ଟୁଡେଣ୍ଟସ୍। ତୁମ୍ଭେମାନେ କୃଷକ ନୁହଁ କି? ଆର୍ ୟୁ ନଟ୍ ଫାର୍ମର୍ସ। ରାମ ଗୋଟେ ଫୁଟବଲ ଖେଳାଳି ନୁହେଁ କି? ଇଜ୍ ରାମ ନଟ୍ ଏ ଫୁଟବଲ ପ୍ଲେୟର। ପୂଜା ଜଣେ
ଡ୍ୟାନ୍ସର ନୁହଁ କି? ଇଜ୍ ପୂଜା ନଟ୍ ଏ ଡ୍ୟାନ୍ସର? ତୁମ ପାଇଁ କାମ। ଏଠାରେ ଦିଆଯାଇଥିବା ବାକ୍ୟଗୁଡ଼ିକୁ ଇଂରାଜୀରେ କହିବାକୁ ଚେଷ୍ଟା କରନ୍ତୁ। ଏହିପରି ଅଧିକ ଭିଡ଼ିଓ ଗୁଡ଼ିକ ପାଇବା ପାଇଁ ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଥ୍ୟାଙ୍କ ୟୁ।